ସାଙ୍ଗମାନେ, ଆଜି ଆମ ଘରେ ମାଟି ଚୁଲିରେ କାଠ ଜଳା ହେଇକି ଟୋଲ ବେସର ହବ। ଟୋଲ କ'ଣ ଜାଣିଛନ୍ତି କି? ବୋଧେ କେହି କେହି ଜାଣିଥିବେ, କେହି କେହି ଜାଣିନଥିବେ ମଧ୍ୟ। ମୁଁ ବି ତ ଜାଣିନଥିଲି। ପ୍ରଥମ ଥର ଏଥର ଦେଖିଲି, ନାନୀ ଘରକୁ ଯାଇଥିଲି ତ ସେଠି ଟୋଲ ବେସର। ଟୋଲ ଗୋଟେ କ'ଣ ସେଠି ମୁଁ ପ୍ରଥମେ ଜାଣିଲି। ଟୋଲ ହେଉଛି ଆମର ମହୁଲ ଫଳ। ମହୁଲ ଗଛରେ ଯେଉଁ ଫୁଲ ହୁଏ, ସେ ଫୁଲରୁ ଏଇ ଫଳଟି ହୁଏ, ତାକୁ କହନ୍ତି ଟୋଲ। ଏଇ ଟୋଲକୁ କ'ଣ କରିଛି ନା, ନାନୀ ଆମର ଲୁଣ ହଳଦୀ ଦେଇ ସିଝେଇ ରଖିଥିଲା। ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କଲା, ସେଥିରେ ଜିରା ସୋରିଷ ଫୁଟେଇଲା, ତାପରେ ଚୁନ ଚୁନ କରି କାଟିଥିବା ପିଆଜକୁ ଭାଜିଦେଲା। ପିଆଜ ଟିକେ ଭାଜି ହେଲା ପରେ ସେଥିରେ ସିଝେଇ ରଖିଥିବା ଟୋଲ ପକେଇଦେଲା। ଟୋଲକୁ ଟିକେ ଭାଜି ନେଲା। ଭାଜି ହେବା ପରେ ସେଥିରେ ଆମର ସୋରିଷ ମସଲା ପକେଇ ତାକୁ ଭଲ ଭାବରେ କଷେଇଲା। ସୋରିଷ ମସଲାରେ ଆମର ଜିରା ସୋରିଷ ଲଙ୍କା ପିଆଜ ରସୁଣ ବଟା ହେଇଥିଲା। ଟିକେ ଭାଜି ଦେଲା ପରେ ସେଥିରେ ସିଏ ସ୍ୱାଦ ଅନୁସାରେ ଲୁଣ ହଳଦୀ ଦେଇଦେଲା, ଅଳ୍ପ ଟିକେ ପାଣି ଦେଇଦେଲା, ମସଲା ଯେମିତି ଭଲ ଭାବରେ କଷି ହେଇଯିବ। ଟୋଲ ବେସର ଯେ ଏତେ ଟେଷ୍ଟ, ଆପଣମାନେ ଥରେ ଏଇ ଟୋଲ ଟେଷ୍ଟ କରନ୍ତୁ। ଆର ସ୍ୱାଦଟା ଟିକେ ଅନୁଭବ କରନ୍ତୁ କେମିତି ଲାଗୁଛି। ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଦେଖନ୍ତୁ, ଆମର ଏଠି ଟୋଲ ବେସର ରେଡି ହେଇଯାଇଛି। କେତେ ଯେ ସୁନ୍ଦର ଦେଖାଯାଉଛି, ଆଉ ଖାଇବା ପାଇଁ ଯେ ଏତେ ସୁଆଦିଆ ଲାଗୁଥିଲା, ନ ଖାଇଲେ ଜାଣିପାରିବେନି। ନିଶ୍ଚୟ ଟ୍ରାଏ କରନ୍ତୁ, ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ମୋତେ କମେଣ୍ଟ କରି ଜଣେଇବେ କେମିତି ଲାଗିଲା। ମୁଁ ପୁଣି ଆସିବି। ଥ୍ୟାଙ୍କ ୟୁ।